पुरी जिला किन्नर संघ पक्षर 2 दिन धरी महाडंबर में मुर्गी माता पूजा पालन कर कार्यक्रम को पुरी जिला किन्नर संघर गुरुमा देवकी मां अध्यक्षतार सभानेत्री प्रियांशी दास तत्वावधान राज्यर शताधिक किन्नर नरेन्द्र पुष्कर कलश शोभायात्रा बाहरी बड़दाण्डे राणी सती भवन में पहुंची मुर्गी माता पूजा पालन करते। द्वितीय दिन में कंबल बांटा सहित हजार हजार श्रद्धालु मानक मागणा प्रसाद बंटन कर संध्यार मुर्गी माता प्रतिमूर्ति को बड़दाण्डे महाडंबर में वाद्ययंत्र ताले ताले नृत्य कर नुआ नूरी विसर्जन करथिले। ब्रह्मा विष्णु महेश्वर महारुद्राय नमो नमः। पार्वती शंकराय गंगाय ओम क्षणं रोक्षणं चैव सारणं चारुण्डं धर्ममुद्रा महामुद्रा भगवन्नादित्योः नवधारणं दत्त्वा हस्तेन गन्धं शोभयते गङ्गया। समझ दीदी बढ़िया वीडियो हाँ सुंदर
55 ରୁ 56 ବର୍ଷ ହେଲାଣି ବୃଦ୍ଧ ହେଲାଣି। ସେଥିପାଇଁ କିନ୍ନର ସମାଜର ମା ହିସାବରେ କାମ କରୁଛି। ଦେଖନ୍ତୁ ଆପଣମାନେ ଜାଣିଥିବେ ଆଉ ଆମର ଗୋଟେ ଇଷ୍ଟଦେବତୀ ବହୁଚରୀ ମାତା, ତାଙ୍କର ଆମର ଇଷ୍ଟଦେବତୀ ଆମେ ଓଷାଟି କରୁଛୁ। ଦେଖନ୍ତୁ କାଲି ଆମର ପିଲାମାନେ 3 ଦିନ କାଳ ଉପବାସ ଥିଲେ, ତାଙ୍କ କଳସୀ ବୁଡ଼େଇଲେ, କାଲି କଳସ ଯାତ୍ରା ହେଇଥିଲା। ଆଜି ଆମର ବିସର୍ଜନ ହେଇଗଲାଣି। ଆମର ଆସିଥିଲେ ଖୋର୍ଦ୍ଧା, ବ୍ରହ୍ମପୁର, କଟକ, ତାପରେ ଯାଜପୁର କିଛି ଆସିଛନ୍ତି, ଅନୁଗୁଳ ଏସବୁ ବିଭିନ୍ନ ଜାଗାରୁ ଆସିଛନ୍ତି। ଆଜି ବିସର୍ଜନ ହେଇସାରିଲା ପରେ ଆମର 150 ରୁ 300 ଲୋକଙ୍କ ପାଇଁ କମଳ ବଣ୍ଟନ ଥିଲା, ଆଉ 500 ରୁ 1,500 ଲୋକଙ୍କ ପାଇଁ ଖାଇବା ପିଇବା ଥିଲା। କିନ୍ତୁ ବାଳ ଗୋପାଳମାନ ଖାଇବା ପିଇବା ଅନ୍ନ ଭଣ୍ଡାର ଖୋଲା ହେଇଥିଲା, ଯିଏ ଆସିବ ସେ ଖାଇବ। ମାନେ ଖାଇବା ପିଇବା ଆମର ସରିଯାଇଛି, ଆଉ ବିସର୍ଜନ ବି ସରିଯାଇଛି। ସେଥିପାଇଁ କହୁଛି ଓଡ଼ିଶାବାସୀକି ଆମ ବହୁଚରୀ ମାତାଙ୍କର ଦୁହା ଲାଗୁ ହେଉ, ତାଙ୍କ ଆଶୀର୍ବାଦ ଲାଗୁ ହେଉ, ଜଗନ୍ନାଥଙ୍କର ଆଶୀର୍ବାଦ ଲାଗୁ ହେଉ। ଆମକୁ ସମସ୍ତେ ସାହାଯ୍ୟ ସମ୍ମତ। ଏଠି ଆଜ୍ଞା ଆପଣଙ୍କର ଯେଉଁ ଠାକୁରାଣୀ ବସନ୍ତି ବହୁଚରୀ ମାତା, ଯେଉଁ ମୁର୍ଗୀ ମାତା, ତ ଗୋଟେ କୁକୁଡ଼ା ଉପରେ ବସନ୍ତି, ସେ ହେଲା ଆମର ଇଷ୍ଟ ଦେବତୀ। ଆପଣମାନେ ଜାଣିଥିବେ ଇଏ ଗୋଟେ ରାଣୀ ଥିଲେ, ରାଣୀ ଅବସ୍ଥାରେ ସେ ମା ପାଲଟିଛନ୍ତି। ଆପଣ ଦେଖିବେ କେତେବେଳେ ଗୁଜୁରାଟ ଗଲେ ଆପଣ ତାଙ୍କ ମନ୍ଦିର ଦେଖିବେ, ମାଆଙ୍କ ମନ୍ଦିର ଦେଖିବେ। ସେ ମନ୍ଦିରରେ ବିଖ୍ୟାତ ମନ୍ଦିର ସିଏ ବହୁଚରୀ ମାତା। କିନ୍ତୁ ବେଶୀ ଆମର ଓଡ଼ିଆ ଲୋକମାନେ ଜାଣିପାରୁଛନ୍ତି, ମାଢ଼ୁଆରେ ଯେଉଁ ଲୋକମାନେ ସେମାନେ ଜାଣନ୍ତି। ସେଥିପାଇଁ ମାଢ଼ୁଆରେ ଦେଖିଲେ ଆମକୁ ମୁଣ୍ଡିଆ ମାରନ୍ତି। ଆମେ ହେଲୁ ଅଧେ ନାରେଶ୍ୱର। ଅଧେ ନାରେଶ୍ୱର କାହାକୁ କହନ୍ତି? ସ୍ୱୟଂ ଯେଉଁ ଲୋକନାଥ ଆଉ ବାବା ପାର୍ବତୀକୁ ଅଧେ ନାରେଶ୍ୱର କହନ୍ତି। ଆପଣମାନେ ଦେଖିଥିବେ ଶୀତଳ ଷଷ୍ଠୀ ଗୋଟେ ଯାତ୍ରା ହୁଏ, ସେଠିକି ଶୀତଳ ଷଷ୍ଠୀ ଯାତ୍ରାରେ ଦେଖିବ, ସେ ଯାତ୍ରାରେ ବହୁତ ଆଡ଼ୁ ବିଭିନ୍ନ ଆଡ଼ୁ ଲୋକ ଯାଆନ୍ତି। ସେମିତିକା ଏଠି ଆମର ଏ ମା ଆଉ ସେ ହେଲେ ସ୍ତ୍ରୀ ଥିଲେ, ତାପରେ ଅଧା ନାରେଶ୍ୱର ରୂପ ହେଇଥିଲେ ମହାଦେବ। ଆଉ ଆମର ଇଏ କିନ୍ନର ସମାଜରେ ଆମର ଇଷ୍ଟ ଦେବୀ ଥିଲେ ବହୁଚରୀ ମାତା। କୁକୁଡ଼ା ଉପରେ ସବୁ ବସି ପୂଜା କରନ୍ତି, ତାଙ୍କର କୁକୁଡ଼ା ହେଲା ବାହନ। ତ ଏଠି ଆମେ ଶୁଣିବାକୁ ପାଉଛୁ ଯେ ବର୍ତ୍ତମାନ କୁକୁଡ଼ାକୁ ନ ମାରି ନ ଖାଇବା ପାଇଁ ଏହାର ଗୋଟେ ଆହ୍ୱାନ ଅଛି। ନିଶ୍ଚିନ୍ତ ଦେଖନ୍ତୁ, ମାନେ ଆପଣ ତ ଜାଣିଥିବେ ସମସ୍ତେ ବ୍ରଏଲର ଖାଉଛନ୍ତି, କୁକୁଡ଼ା ଖାଉଛନ୍ତି। କିନ୍ତୁ ଆମର ଯେଉଁମାନେ ସବୁ କିନ୍ନର ସମାଜର, ଆମେ କେବେ ଦେଶୀ କୁକୁଡ଼ା, ଦେଶୀ ମାଆଙ୍କର ବାହନ ଯେଉଁଟା ଆମେ ତାଙ୍କ ନାଁ ଧରିବୁନୁ, ଯେଉଁଟା କୁହନ୍ତି ଅଣ୍ଡିରା କୁକୁଡ଼ା ବେଲିକା, ହଁ ସେଇଟା ଆମେ ନାଁ ଧରିବୁନୁ। ତାକୁ ଆମେ କେବେ ଛୁଇଁବୁନୁ। କି ବ୍ରଏଲର ଏମିତିକା ବ୍ରଏଲର ପଛେ ଏବେ ଆମର ପ୍ରାୟ ଯେଉଁମାନେ ମାନନ୍ତି ଦୀକ୍ଷା ନେଇଛନ୍ତି, ସେମାନେ ବି ବ୍ରଏଲର ଖାଆନ୍ତିନି। ମୁଁ ଗୋଟେ ଦିନ ବ୍ରଏଲର ଖାଏନି, ଚିକେନ୍ ଖାଏନି, ମଟନ୍ ଖାଏନି, ଏଗୁଡ଼ା ଖାଏନି। ଆଉ ମାଆଙ୍କର ଆମର ବାହନ ପରେ ତାଙ୍କର, ଆମେ ତାଙ୍କ ନାଗି ଆମେ ଆଜିକାଲି ରାଜରାସ୍ତା ଚାଲୁଛୁ। ମାଆକୁ କେବେ ମା ଯେମିତି ଦୁର୍ଗା ଯିଏ, ଆଜ୍ଞା ଆପଣଙ୍କର ଯେଉଁ ପୂଜା ହେଉଛି ଆଜି, ବର୍ତ୍ତମାନ ଖାଲି ପୁରୀ ସହର ନୁହେଁ, ପୁରୀ ଜିଲ୍ଲା ନୁହେଁ, ସାରା ଓଡ଼ିଶାର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମନକୁ ଆସି ଆପଣଙ୍କୁ ଉପହାର ଦେଇକି ଯାଉଛନ୍ତି, କ'ଣ କହିବେ? ନିଶ୍ଚିନ୍ତ ଦେଖନ୍ତୁ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି, ଓଡ଼ିଶାବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଏମିତି ଯଦି ଆଉ ଟିକେ ସାହାଯ୍ୟ କର, ଆମେ ଆଉ ଟିକେ ଆଗକୁ ଆଗାନ୍ତୁ। କାହିଁକି କହିଲେ, ଆମେ ଦେଖ 500 ଖଣ୍ଡେ କମଳ ବାଣ୍ଟୁଛୁ। ଯଦି ଆମକୁ ବାହାର ସାହାଯ୍ୟ, ଗଭର୍ଣ୍ଣମେଣ୍ଟ ସାହାଯ୍ୟ କିଛି ଯଦି ପାଇଯାଆନ୍ତୁ, ଆମେ 1,500 2,000 ଲୋକଙ୍କୁ କମଳ ବାଣ୍ଟନ୍ତୁ, ଆଉ 5,000 ଲୋକଙ୍କୁ ଖାଇବାକୁ ଦିଅନ୍ତୁ, ଅନ୍ନ ଭଣ୍ଡାର ଖୋଲି ଦିଅନ୍ତୁ। ଆମେ ଦେଖ ଭିକ ମାଗିକିରି ଚଳୁଛୁ। କିଏ ଦାତା 500 1000 କିଏ 5 ଟଙ୍କା ଦେଲା, ସେଥିରେ ଆମେ ଏଇ ପୂଜାଟି କରୁଛୁ। ଆମେ ବି ହାତରୁ କିଛି କଲେକ୍ସନ୍ କରିକିରି ଏଇ ପୂଜାଟି ଆମେ କରୁଛୁ। ଧନ୍ୟବାଦ। ପ୍ରିୟାଂଶୀ ଦାସ, ତରଣପୁର, ପୁରୀ ଜିଲ୍ଲା କିନ୍ନର। ଆପଣ ଜାଣିଥିବେ ଆମେ ବହୁତ ପୂର୍ବରୁ ଏ ପୂଜା ଅର୍ଚ୍ଚନା କରିଆସୁଛୁ ସମାଜ ମଙ୍ଗଳ ପାଇଁ। ତ ଆଜି ହେଉଛି ଆମର ଯେଉଁ ପିଲାମାନେ ବ୍ରତରେ ଥିଲେ 40 ଜଣ ପିଲା ବ୍ରତ, ଆଜି ତାଙ୍କ ବ୍ରତ ଭାଙ୍ଗି ଆଜି କଳସ ଆଣିକିରି କଳସ ମାଆଙ୍କ ପାଖରେ ସ୍ଥାପନା କରିଛନ୍ତି, କଳସ ସମାଜ ମଙ୍ଗଳ ପାଇଁ, ସମାଜ ମଙ୍ଗଳ ପାଇଁ। ତ ସମସ୍ତେ ଉପବାସ ରହିକି ନାନା ପ୍ରକାର ଫଳ ଫୁଲ, ଯେମିତି 7 ପ୍ରକାର ଫଳ 7 ପ୍ରକାର ଫୁଲକୁ ନେଇକରି ଫଳ ନେଇକି ଆମେ ପୂଜା ଅର୍ଚ୍ଚନା କରିଥାଉ ସମସ୍ତେ। ଆଜି ଶୋଭାଯାତ୍ରା ଚାଲିଲା, କାଲି କମଳ ବଣ୍ଟାବାର ଅଛି ଯୋଜନା, ତ 1000 ଲୋକଙ୍କୁ ମାଗଣା ପ୍ରସାଦ ବଣ୍ଟାବାର ଅଛି, କ'ଣ କହିବେ ତାପରେ? ଆଜି ହେଉଛି ଆମର ପୂଜାର ପ୍ରଥମ ଦିନ। ଆଜି କଳସ ସ୍ଥାପନା କଲା, କାଲି ହେଉଛି ଯେଉଁ ପୂଜା ହେବ, କାଲି ଯଜମାନମାନେ ରହିବେ। କାଲି କିଛି ଲୋକମାନଙ୍କୁ ଆମେ କମଳ ବଣ୍ଟନ କରୁଛୁ, ଅନ୍ନ ଭଣ୍ଡାର ଶୁଣୁଛୁ। ପ୍ରତିବର୍ଷରେ ଏହା ହୁଏ। ଶ୍ରେୟ କାହାକୁ ଦେବ? ଏଣ୍ଟାୟାର ଟିମ୍କୁ ମୁଁ ଧନ୍ୟବାଦ ଦେବି, ଆମର କିନ୍ନର ଆସୋସିଏସନ୍କୁ, ଯଜମାନମାନଙ୍କୁ ଦେବି। ଏ ରାଣୀ ଶକ୍ତି ଭବନର ଯେଉଁ ଓନର ଅଛନ୍ତି, ବହୁତ ସପୋର୍ଟ କରନ୍ତି। ଆମେ ପ୍ରତିବର୍ଷ ପୂଜା କରିବା ପାଇଁ ସେ ଆମକୁ ତାଙ୍କର ପରମିଶନ ଦେଇଥାନ୍ତି। ତ ଆଜି ସୁନ୍ଦର ଭାବରେ ଆମେ ମାଆଙ୍କୁ ବି ବସି ପୂଜା ଅର୍ଚ୍ଚନା କରିପାରୁଛୁ। ନିଶ୍ଚିତ ଭାବରେ ଏଣ୍ଟାୟାର ଟିମ୍ ସହିତ ସବୁ ଯଜମାନମାନଙ୍କୁ ସମସ୍ତେ ଧନ୍ୟବାଦ।